ଜଗନ୍ନାଥ ଦିଦି ଆଜି ଭଲ କଥା ମନେ ରଖ। ମାଳିକାର ଗୂଢ ତତ୍ତ୍ୱ ସୁହାଣୀ କନ୍ୟା ଗଲା ଗୁଆରେ ହେଲା ଯୋଉ ଲୀଳା ଖେଳା ହବ ଆର ମୁଖ୍ୟ ଆକ୍ଟର ହେବେ କିଏ ସେ ସୁହାଣୀ କନ୍ୟା ହେଲା ମୁଖ୍ୟ ଆକ୍ଟର କିଏ ସୁହାଣୀ କନ୍ୟା। ସୁହାଣୀ କନ୍ୟା କିଏ ଜାଣିଛ ନା ତମେ କିଏ ଜାଣିନ? ଅମରାବତୀ କଟକରେ ଜଣେ ମହାଜନ ଥିଲେ ହେଲା ମହାଜନ ମାନେ ତେଲି ମହାଜନ ବୁଝିପାରୁଛନ୍ତି ତାଙ୍କ ନାଁ ଥିଲା ହରି ସାହୁ। ତାଙ୍କର ଗୋଟେ ଝିଅ ଥିଲା ତା ନାଁ ହେଲା ସୁହାଣୀ କନ୍ୟା ବା ସୁହାଣୀ। ଯେତେବେଳେ ଦ୍ୱାପର ଯୁଗରେ ପାଣ୍ଡବ ମାନେ ବନବାସ ଗଲେ ବିରାଟ ରାଜ୍ୟରେ ରହିଥିଲେ। ବିରାଟ ରାଜ୍ୟରେ ରହିବା ସମୟରେ ଅମରାବତୀ କଟକରେ ଥିଲେ। ଅମରାବତୀ କଟକ ଯେତେବେଳେ ଥିଲେ ହରି ସାହୁର ଝିଅ ସୁହାଣୀକୁ ବିବାହ ଲେଖେ ଧର୍ମରାଜ ଯୁଧିଷ୍ଠିର ହେଲା କିଏ ବିବାହ ହେଲେ ଧର୍ମରାଜ ଯୁଧିଷ୍ଠିର ବିବାହ କିଛି ଦିନ ରହିଲେ ତାପରେ ତାଙ୍କର କଣ ହେଲା ବନବାସ ସରିଗଲା ନିଜ ରାଜ୍ୟକୁ ଗଲେ। ତାହେଲେ ସେ ତ ସୁହାଣୀ କନ୍ୟାକୁ ସାଙ୍ଗରେ ନେଇ ନଥିଲେ। ସୁହାଣୀ କନ୍ୟା ଗଲା କଳିର ମୁଖ୍ୟ ଆକ୍ଟର ହଉଛି କିଏ ସେ ସୁହାଣୀ କନ୍ୟା। ମୁଁ କହୁନି ଗୋଟା କଥା କହିଥିଲି ଭଗବାନ ବୋଲି ମହିପୁରୀ ଯିବ ଭକ୍ତି ନଥିବ କା ବେଶୀ ଯୋଗୀ ଯୋଗମାୟା ତାହାଙ୍କୁ ଭକ୍ତି ଅନନ୍ତ କରିନାହାନ୍ତି। ସମସ୍ତେ ପ୍ରଭୁ ବୋଲି କହିବେ କିନ୍ତୁ ଭକ୍ତିର କଣ ନଥିବ। ମହାପୁରୁଷ କହିଛନ୍ତି କୃଷ୍ଣ ସଙ୍ଗେ ପ୍ରୀତି ନଥିବ କାହାର ନାମ ଗାଇବ ନାହିଁ। କହିଲେ କହିବା ବୋଲିଆ ଜ୍ଞାନ ନୁହଁ କି ଆଖି କରାଯିବା ଜ୍ଞାନ ନୁହଁ। ତମେ ସାରଳା ଦାସ ଭକ୍ତ କବି ସାରଳା ଦାସ ଯୋଉଟା ମହାଭାରତ ଲେଖିବେ ତାଙ୍କ ମହାଭାରତ ଲେଖିବେ ସେ ମହାଭାରତରେ ସୁହାଣୀ କନ୍ୟା କଥା ଲେଖା। ସାରଳା ଦାସ କହିଛନ୍ତି ଶୁଣ ବୈବ ସୁତ ମନୁ ବଦନ୍ତି ଅଗସ୍ତୀ ପାଣ୍ଡବ ମାନେ ରହିଲେ ଯେ ଅମରାବତୀ। ବୁଝି ହଉଛି ନା ସୁହାଣୀ କନ୍ୟାକୁ ବିବାହ ହେଲେ ଧର୍ମସୂତ ନର ରହିଲେ ଯେ 75 ବର୍ଷ ପର୍ଯ୍ୟନ୍ତ। କିଏ କହୁଛନ୍ତି ସାରଳା ଦାସ ମହାଭାରତ ସାରଳା ଦାସଙ୍କ ଦ୍ୱାରା ଲେଖାଥିବା ମହାଭାରତର ସ୍ୱର୍ଗାରୋହଣ ପର୍ବରେ ଏ ବୈବସ୍ୱତ ମନୁ ଶୁଣ ବଦନ୍ତି ଅଗସ୍ତୀ ଅଗତି କହୁଛନ୍ତି ପାଣ୍ଡବ ମାନେ ରହିଲେ ଯେ ଅମରାବତୀ ପାଣ୍ଡବ ମାନେ ଅମରାବତୀରେ ରହିଲେ। ସୁହାଣୀ କନ୍ୟାକୁ ବିବାହ ହେଲେ ଧର୍ମସୂତ ଧର୍ମସୂତ ବୋଲେ କିଏ ସେ ତାହେଲେ ଧର୍ମ ଦେବତା କିଏ ସୂର୍ଯ୍ୟଙ୍କୁ କୁହନ୍ତି ଧର୍ମ ଦେବତା ପୁଣି ଯମକୁ କୁହନ୍ତି ଧର୍ମ ଦେବତା ନା ନାଇଁ। ଧର୍ମଦେବ ଯୁଧିଷ୍ଠି କଣ ଯମକ ପୁଅ ଥିଲା? ଯୁଧିଷ୍ଠି କଣ ଥିଲେ ସୂର୍ଯ୍ୟଙ୍କ ପୁଅ ଥିଲେ? ତାହେଲେ ଇଏ କୋଉ ଧର୍ମ ଦେବତା କାହା ପୁଅ ଥିଲେ ଯୁଧିଷ୍ଠି? ଏମିତିଆ ବ୍ୟକ୍ତି ଥିଲେ ଯୁଧିଷ୍ଠି ମାନେ ସେ କୃଷ୍ଣ ତାଙ୍କୁ ହାତ ଯୋଡୁଥିଲେ ତାହେଲେ ସିଏ କୋଉ ଧର୍ମ ଦେବତା?
ଖାଲି ମାଳିକା ପଢିକି ଜ୍ଞାନ ବଖାଣିଲେ କିଛି ନଥାଏ। କହିବା ବୁଲିବା ଜ୍ଞାନ ନୁହଁ, କି ଆଖି ତରାଟିଆ ଧ୍ୟାନ ନୁହଁ। କହେ ଅଭିରାମ ଭାଇ ଅନୁଭବବତୀ ସତ୍ୟ ନୁହଁ। ବୁଝିଯାଉଛି। ଚାବି ରହିଛି କାହା ପାଖରେ? ସୁହାଣୀ କନ୍ୟା ପାଖରେ। କହିବି ସେ ବିଷୟ। ସୁହାଣୀ କନ୍ୟାକୁ ବିବାହ ହେଲେ କିଏ ସେ? ନା ଧର୍ମରାଜ ଯୁଧିଷ୍ଠିର। ହେଲା। ଏଇ ଯୋଉ ସାରଳା ଦାସଙ୍କ ମହାଭାରତ ଶାସ୍ତ୍ର ଉପରେ ମଧ୍ୟ ଅଚ୍ୟୁତ ତାଙ୍କ ଗରୁଡ ଗୀତାରେ କ୍ଲାରିଫାଏ କରିଦେଇଛନ୍ତି। କୋଉଥିରେ? ତାଙ୍କ ଗରୁଡ ଗୀତାରେ। ଦେଖ, ମୁଁ ପୁରାଣରୁ ଆଣିକି ତମକୁ ମହାପୁରୁଷ ବାଣୀ ଭିତରେ ମିଶଉଛି, ତମେ ଜାଣିବା ପାଇଁ। ଅଚ୍ୟୁତ କଣ କହିଲେ? ଅମରାବତୀ ଯେ ବୋଲିଣ କଟକ ଅମର ଭୂଇଁଟି କହି, ଅମୂଲ୍ୟ ନିଧି ବୋଲି ଏକ ଦ୍ରବ୍ୟ ଅଛି ଏ ଗରୁଡ ତହିଁ। ଗରୁଡକୁ ନାରାୟଣ କହୁଛନ୍ତି। ସେ କଥା ଶୁଣିଛନ୍ତି ଅଚ୍ୟୁତାନନ୍ଦ ମହାପ୍ରଭୁ। ସିଏ କାହାକୁ? ସେ ଦ୍ୱାଦଶ ଗୋପାଳ ମାନଙ୍କୁ କହୁଛନ୍ତି। ଅମରାବତୀ ଯେ ବୋଲିଣ କଟକ ଅମର ଭୂଇଁଟି କହି, ତ ଅମର ଭୂଇଁ ଯିଏ, ସିଏ ହଉଛି ଅମରାବତୀ କଟକ। କାହିଁକି ତା ନାଁ ହେଲା ଅମର ଭୂଇଁ? ତାର ମଧ୍ୟ ଗୋଟେ ଗୂଢ ରହସ୍ୟ ଅଛି। ଅମୂଲ୍ୟ ନିଧି ବୋଲି ଏକ ଦ୍ରବ୍ୟ ଅଛି ଏ ଗରୁଡ ତହିଁ। ଅମୂଲ୍ୟ ନିଧି କଣ? ଏଇ ସୁହାଣୀ କନ୍ୟା। ବୁଝୁ। ସମସ୍ତେ ଭାବୁଛ କଣ ଜ୍ୟୋତି ଦବ କି ସୁନା ଦବ କି ରୂପା ଥିବ କି ଅମକ ଦବ ତମକ ଥିବ। ତା ନୁହଁ। ତା କିଏ? ସେଇ ସୁହାଣୀ କନ୍ୟା। ସେ ସ୍ଥାନର ଗୁଣ କହିବା ଏ ଶୁଣ, ଅପୂର୍ବ ସ୍ଥାନ ସେ ଜାଣ। ସେ ଜାଗାଟା ହଉଛି କଣ? ଅପୂର୍ବ ସ୍ଥାନ, ଦିବ୍ୟ ସ୍ଥାନ। ଦ୍ୱାପର ଦିଗରେ ବିବାହ ହୋଇଥିଲେ ଯୁଧିଷ୍ଠିର ନରରାଣ। ଦ୍ୱାପର ଯୁଗରେ ସେଠି ବିବାହ ହେଇଥିଲେ। କାହାକୁ? ଯୋଉଟିକୁ ସାରଳା ଦାସ କହିଲେ ସୁହାଣୀ କନ୍ୟା, ହରିସାହୁର ଝିଅ। ସେଇଆକୁ ଅଚ୍ୟୁତ କହିଲେ କଣ? ସେଠି ବିବାହ ହେଲେ କିଏ? ସେ ଯୁଧିଷ୍ଠିର। ସେଇ ସୁହାଣୀ କନ୍ୟା ପାଷାଣ ହେଇଗଲା। କୋଉଠି? ଅମରାବତୀ କଟକ। ଯେତେବେଳେ ଯୁଧିଷ୍ଠିର ମହାପ୍ରଭୁ ଯାଇଛନ୍ତି, ସେଠି ସେ ପାଷାଣ ହେଇକି ରହିଲେ। ତାଙ୍କର ମୃତ୍ୟୁର କିଛି ପ୍ରମାଣ ନାହିଁ। ସେ ଡାକିଛି ପ୍ରଭୁ କେମିତି ଉଦ୍ଧାର ଯାଅ। କହିବ ଅନ୍ତିମ ପର୍ଯ୍ୟାୟରେ ବୋଲେ ମହାପ୍ରଭୁ ଆସିବେ, ତମକୁ ସେ କଣ କରିବେ? ପୁନର୍ବାର ଉଦ୍ଧାର କରିବେ। ବୁଝିଯାଉଛି। ପୁନର୍ବାର ଉଦ୍ଧାର କଲା ପରେ ତମେ କଣ କରିବ? ଦେବୀ ରୂପରେ ଦୁଷ୍ଟଙ୍କୁ ସଂହାର କରିବ। ତାହେଲେ ସେ ସୁହାଣୀ କନ୍ୟା ଜନ୍ମ ହେଲା କୋଉଠି? ଭାବୁଛନ୍ତି କିନ୍ତୁ ବିରଜା ଅମୁକ ଜାଗା ଜନ୍ମିବେ, ସାରଳା ଜନ୍ମିବେ, ମଙ୍ଗଳା ଜନ୍ମିବେ, ସବୁ ତ ପ୍ରାୟ ଲେଖିଛନ୍ତି ନା। ସୁହାଣୀ କନ୍ୟା କୋଉଠି ଜନ୍ମ ହବ? ଇଏ ହଉଛି ଗୂଢ ରହସ୍ୟ। ଖାଲି ଇଏ କେତେ ଖଣ୍ଡ ମହାପୁରୁଷଙ୍କ ଶାସ୍ତ୍ର ପଢିଦେଇ ଛନ୍ଦି ବାନ୍ଧି କହିଲେ କଣ ସେ ପେଟ ପୋଷି ହବ? ପ୍ରଭୁ ମହାପୁରୁଷ ଏତେ ବୋକା ନଥିଲେ ବାପା। ସିଏ ଜାଣିଥିଲେ କଳିଯୁଗ ଲୋକ ମହା ଭୟଙ୍କର, ତେଣୁ ଉପରେ ଭସେଇ ଦେଲେ ଗୋଟେ ଜାଗାରେ। ବାପା ଇଏ ନାଭରେ ବଇଥା, ଫେର ଏ ନାଭଟାକୁ ରଖିଦେଲେ, କହିଲେ ଏ ଭକ୍ତ ତମେ ଏ ନାଭରେ ବସିଥିବ, ଦୁଷ୍ଟ ସବୁ ସେ ନାଭରେ ବସିବେ। ହେଲା। କଳା ଧଳା ବୋଲି ବେନିଗାର ଅଛି, ଲାଗଇ ଅମୃତ ଜହି। ନ ବୁଝି ଦାନବ କଳାଗାର ପରେ ନିରତରେ ଲୋଭୁ ଥାଇ। ଗୋଟେ କଳାଗାର ଗୋଟେ ଧଳାଗାର ଅଛି।
ଦାନବ ମାନଙ୍କୁ କଳା ଘାଟା ଭାରି ସୁନ୍ଦର ଲାଗୁଛି, ସେ ଧଳା ଘାଟାକୁ ଭଲ ପାଉ ନା, ତେଣୁ କଳା ଘାରେ ବସିଲେ। ବୁଝିଲେ ନା? କଳି ଯୁଗ ସିନା ଆମେ ସମସ୍ତେ ଜ୍ଞାନ ବୋକାଣ କରୁଛେ, ମହାପୁରୁଷ ଏତେ ବୋକା ନଥିଲେ। ଯିଏ ଭବିଷ୍ୟବାଣୀ କରି ଯାଇଛନ୍ତି ସେ କଣ ଜାଣିନଥିଲେ କଳିଯୁଗର ଲୋକ କେତେ ସୁପର ଚାଲାକିଆ ହେଇଛି। ସେଇଥି ନେଇ ଲେଖିଛନ୍ତି, ତମେ ଦେଖିବ କେତେ ଜାଗାରେ ଠାକୁର ଜନ୍ମ ବୋଲି ଲେଖିଛନ୍ତି ତା ଠିକ ନୁହେଁ। ସେଇଟା ଲେଖିଛନ୍ତି ସବୁ ଯାକ ଗୁପ୍ତ। ସେ ବହୁତ ବଡ ଟପିକ ଟା, ଏତିକି ମନେ ରଖିଥାଅ, ଶୁଆଣି କନ୍ୟା ସେ ପୁନର୍ବାର ଆସିବ, ପ୍ରଭୁ ପାଖେ ଶରଣାପନ୍ନ ହବ, ସେ ସେଠି କଣ ହେବେ ମୁକ୍ତି ପାଇବେ। କାରଣ ଯୁଧିଷ୍ଠିର ହେବେ କଳ୍କି ନା। ଦ୍ୱାପର ଯୁଗରେ ରାଜସୀ ଯଜ୍ଞରେ ସତ୍ୟ କରାଇଲେ ପ୍ରଭୁ, କଳିରେ କଳଙ୍କି ଲୀଳା କ୍ରାମ କୋଉ ଅଙ୍ଗେ କରିବି ବାବୁ। ଯୁଧିଷ୍ଠିର ଯେତେବେଳେ କଳଙ୍କି ହେବେ ସେଇଠି ଶୁଆଣି କନ୍ୟାକୁ ଉଦ୍ଧାର କରିବେ। ଗୋଲ ଆନନ୍ଦେ ଗୋଆ ହରି ବୋଲ।